ଆଜି ଦିନଟି ସମସ୍ତଙ୍କ ପାଇଁ ଖୁସିର ଦିନ ଅଟେ, କାରଣ ବର୍ତ୍ତମାନ ସନ୍ଧ୍ୟା 5ଟା ସୁଦ୍ଧା ଆସିବାକୁ ଯାଉଛି PM କିଷାନ ଯୋଜନାର 2000 ଟଙ୍କା। ତ ଦେଖନ୍ତୁ ସମସ୍ତଙ୍କ ଆକାଉଣ୍ଟକୁ ଏହି ଟଙ୍କା ଆସିବ। ଯେଉଁମାନଙ୍କର ସବୁକିଛି ଡିଟେଲ୍ସ ଠିକ୍ ଅଛି, ତ କେଉଁମାନଙ୍କର କ'ଣ ଡିଟେଲ୍ସ ଅଛି ଆପଣମାନେ ଦୟାକରି କମେଣ୍ଟ ମାଧ୍ୟମରେ ମତାମତ ଦିଅନ୍ତୁ। ଯଦି ଆପଣମାନେ PM କିଷାନ ଟଙ୍କା ପାଉନାହାନ୍ତି ତାହେଲେ ଆପଣମାନଙ୍କର କ'ଣ ଅସୁବିଧା ଅଛି ନିଶ୍ଚୟ କମେଣ୍ଟ ମାଧ୍ୟମରେ ମତାମତ ଦିଅନ୍ତୁ। ତ ଦେଖନ୍ତୁ ଗତ ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ କହିଥିଲି ଯେ ମାର୍ଚ୍ଚ 13 ତାରିଖ ବା ଆଜି ହେଉଛି ସେହି 13 ତାରିଖ ଶୁକ୍ରବାର। ତ ଆଜି ନିଶ୍ଚୟ ଆପଣମାନଙ୍କ ଆକାଉଣ୍ଟକୁ ଏହି PM କିଷାନ ଟଙ୍କା ଆସିବ। ସରକାର ଯେହେତୁ ଘୋଷଣା କରିସାରିଛନ୍ତି ନିଶ୍ଚୟ ଆପଣମାନଙ୍କ ଆକାଉଣ୍ଟକୁ ଏହି PM କିଷାନ ଟଙ୍କା ଆସିବ। ତ ଆପଣମାନେ ଏହି PM କିଷାନ ଟଙ୍କା କ'ଣ କରିବେ? ତ ଦେଖନ୍ତୁ ସମସ୍ତ ଗାଁ ଗହଳି ଅଞ୍ଚଳ ଗୁଡ଼ିକରେ ବର୍ତ୍ତମାନ ବାହାଘର ସିଜିନ୍ ଚାଲିଛି। ତ ସେହି ବାହାଘରରେ ସେହି 2000 ଟଙ୍କାକୁ ନେଇ ସେଠାରେ 500 କିମ୍ବା 1000 ଟଙ୍କା ବାହାଘରରେ ଦେଇ ବାକିତକ ସବୁ ଟଙ୍କା ମଦ ଫଦ ଖାଇ ସବୁ ସାରି ଦିଅନ୍ତି। ତ ଦେଖନ୍ତୁ ଆଜ୍ଞା, ଏପରି ଆପଣମାନେ କାମ କରନ୍ତୁ ନାହିଁ। ଆପଣମାନଙ୍କର ପରିବାର କେମିତି ଚଳିବ ସେହି 2000 ଟଙ୍କାରେ ଆପଣମାନେ ସେହି ଚିନ୍ତା କରନ୍ତୁ, କିମ୍ବା ଆପଣମାନଙ୍କର ସେହି 2000 ଟଙ୍କାକୁ କାମରେ ଲଗାନ୍ତୁ। ତ ଦେଖନ୍ତୁ ଆଜି ଆପଣମାନଙ୍କର ଆକାଉଣ୍ଟକୁ ନିଶ୍ଚୟ 6ଟା କିମ୍ବା 7ଟା ସୁଦ୍ଧା ଆପଣମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ। ତ ଆପଣମାନେ ହୁଏତ ଯଦି ଆଜି ପାଉନାହାନ୍ତି ତାହେଲେ ଆପଣମାନେ କାଲି ସୁଦ୍ଧା ଆପଣମାନଙ୍କୁ ମଧ୍ୟ ଏହି PM କିଷାନ ଟଙ୍କା ମିଳିବ। ତ ସବୁକିଛି ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ କହିବି। କେଉଁମାନଙ୍କୁ ଏହି ଟଙ୍କା ମିଳିବ, କେଉଁ ବ୍ୟାଙ୍କକୁ ପ୍ରଥମେ ଆସିବ, ତାପରେ ଆପଣମାନଙ୍କର ସବୁକିଛି ଠିକ୍ ଠାକ୍ ଅଛି କି ନାହିଁ ଆପଣମାନଙ୍କୁ ଭିଡ଼ିଓ ଆଗକୁ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଆଜ୍ଞା ମାନେ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ ଏଠାରେ ଲେଖା ହେଇଛି PM କିଷାନ ଯୋଜନା ମାଧ୍ୟମରେ ଦେଶର ପ୍ରାୟ 9.32 କୋଟିରୁ ଅଧିକ କୃଷକଙ୍କୁ 22ତମ କିସ୍ତିରେ 18,640 କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ମାନନୀୟ ପ୍ରଧାନମନ୍ତ୍ରୀ। ଦେଖନ୍ତୁ ଆଜ୍ଞା, ଏଠାରେ ଲେଖା ହୋଇଛି ଯେ PM କିଷାନ ଟଙ୍କା ଆଜି ନିଶ୍ଚୟ ଆସିବ। ଏହି PM କିଷାନ ଯୋଜନା ମାଧ୍ୟମରେ ଦେଶର ପ୍ରାୟ 9.32 କୋଟିରୁ ଅଧିକ କୃଷକଙ୍କୁ 22ତମ କିସ୍ତିରେ 18,640 କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ନରେନ୍ଦ୍ର ମୋଦି ସରକାର। ତ ଦେଖନ୍ତୁ ଏଠାରେ ଲେଖା ହୋଇଛି ଏବଂ ଘୋଷଣା ମଧ୍ୟ କରିସାରିଛନ୍ତି ଆଜି ନିଶ୍ଚୟ ଆପଣମାନଙ୍କ ଆକାଉଣ୍ଟକୁ ସନ୍ଧ୍ୟା 5ଟା ସୁଦ୍ଧା ଆପଣମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ। ତ ଆପଣମାନେ ଚିନ୍ତା କରନ୍ତୁନି। ଶ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 13 ତାରିଖ 2024 ଘୋଷଣା କରିସାରିଛନ୍ତି। ସମୟ ଦେଖନ୍ତୁ ସନ୍ଧ୍ୟା 5ଟା ଘଟିକା। ଦେଖନ୍ତୁ ଆଜ୍ଞା, ସନ୍ଧ୍ୟା 5ଟାରେ ଆପଣମାନଙ୍କ ଆକାଉଣ୍ଟକୁ ଆସିବ। ତ ଦେଖନ୍ତୁ ମୁଁ ଯାହା ଆଶା କରୁଛି ଆପଣମାନଙ୍କ ଆକାଉଣ୍ଟକୁ ସିଧାସଳଖ 6ଟା ସୁଦ୍ଧା କିମ୍ବା 7ଟା ସୁଦ୍ଧା ଆପଣମାନଙ୍କ ଆକାଉଣ୍ଟକୁ ଆସିବ ବୋଲି ମୁଁ ଆଶା କରୁଛି। ତ ଦେଖନ୍ତୁ ଆପଣମାନଙ୍କର ଆକାଉଣ୍ଟକୁ 6ଟା କିମ୍ବା 7ଟା ସୁଦ୍ଧାରୁ ଆରମ୍ଭ ହେବ ଏହି PM କିଷାନ ଯୋଜନାର 2000 ଟଙ୍କା। ତ ଆପଣମାନେ ନିଶ୍ଚୟ ଥରେ ଚେକ୍ କରିଲେ ଆପଣମାନେ ଜାଣିପାରିବେ, କିମ୍ବା ମେସେଜ ମଧ୍ୟ ଆସିବ। କେତେକ ଆକାଉଣ୍ଟକୁ ମେସେଜ ମଧ୍ୟ ଆସିନଥାଏ, ତେଣୁ ଡାଇରେକ୍ଟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ। ତ ଆପଣମାନେ ଚିନ୍ତା କରିବେ ନାହିଁ, ନିଶ୍ଚୟ ଆପଣମାନଙ୍କର ଆକାଉଣ୍ଟ ଚେକ୍ କରିବେ ଆପଣମାନଙ୍କର PM କିଷାନ ଟଙ୍କା ଆସିଲା କି ନାହିଁ। ଯେଉଁମାନଙ୍କର PM କିଷାନ ଟଙ୍କା ଆସିଲା ଆପଣମାନେ ନିଶ୍ଚୟ ଭିଡ଼ିଓର କମେଣ୍ଟ ମାଧ୍ୟମରେ ଆପଣମାନେ ମତାମତ ଦେବେ ଏବଂ କେଉଁ ସବୁ ଜିଲ୍ଲା ଗୁଡ଼ିକରୁ ଆପଣମାନେ ଦେଖୁଛନ୍ତି ଆପଣମାନେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ମତାମତ ଦେବେ। ତାପରେ ଦେଖନ୍ତୁ ଯେଉଁମାନଙ୍କର FTO ପ୍ରୋସେସ୍ ୟେସ୍ ଅଛି ସେମାନଙ୍କୁ ଏହି ଟଙ୍କା ମିଳିବ ଏବଂ ଯେଉଁମାନଙ୍କର FTO ପ୍ରୋସେସ୍ ୟେସ୍ ନାହିଁ ବା ନୋ ଅଛି ସେମାନଙ୍କୁ ଆଜି ଏହି ଟଙ୍କା ମିଳିବ ନାହିଁ। ତ ଦେଖନ୍ତୁ ଆପଣମାନେ ମନେ ରଖନ୍ତୁ, ଯେଉଁମାନଙ୍କର FTO ପ୍ରୋସେସ୍
ୟେସ୍ ଅଛି ସେମାନଙ୍କୁ ଏହି ଟଙ୍କା ମିଳିବ। ଯେଉଁମାନଙ୍କର FTA ପ୍ରୋସେସ୍ ନାହିଁ ବା ନୋ ଅଛି ସେମାନଙ୍କୁ ଆଜି ଏହି ଟଙ୍କା ମିଳିବ ନାହିଁ। ତ ଏହା ମୁଁ କହୁନାହିଁ, କେନ୍ଦ୍ର ସରକାର ଏହା କହୁଛନ୍ତି। ଆପଣମାନଙ୍କର ଷ୍ଟାଟସ୍କୁ ଆପଣମାନେ ପ୍ରଥମେ ଚେକ୍ କରନ୍ତୁ ବା ଆପଣମାନଙ୍କର ଷ୍ଟାଟସ୍କୁ ସବୁକିଛି ଡିଟେଲ୍ସ ଆପଣମାନେ ଚେକ୍ କରନ୍ତୁ, ଆପଣମାନେ ଜାଣିପାରିବେ। ତ PM କିଷାନ ପୋର୍ଟାଲକୁ ପ୍ରଥମେ ଯାଆନ୍ତୁ, ତାପରେ ଷ୍ଟାଟସ୍ ଉପରେ କ୍ଲିକ୍ କରନ୍ତୁ, ତାପରେ ଆପଣମାନଙ୍କର ଆଧାର ନମ୍ବର ଦେଇ ଆପଣମାନେ ଷ୍ଟାଟସ୍ ଉପରେ କ୍ଲିକ୍ କରିଲେ ଆପଣମାନେ ସବୁକିଛି ଡିଟେଲ୍ସ ଆପଣମାନେ ଜାଣିପାରିବେ। ତାପରେ ଦେଖନ୍ତୁ ଆପଣମାନଙ୍କର PM କିଷାନ ଯୋଜନାରେ ଯଦି ଲିଷ୍ଟରେ ନାମ ଅଛି ତାହେଲେ ମଧ୍ୟ ଆପଣମାନଙ୍କୁ ଏହି PM କିଷାନ ଟଙ୍କା ମିଳିବ ନାହିଁ। ତ ଆପଣମାନେ ମନେ ରଖନ୍ତୁ, ଯଦି ଆପଣମାନଙ୍କର PM କିଷାନ ଯୋଜନାରେ ଲିଷ୍ଟରେ ନାମ ଅଛି ତାହେଲେ ମଧ୍ୟ PM କିଷାନ ଟଙ୍କା ମିଳିବ ନାହିଁ। କାରଣ ଦେଖନ୍ତୁ, ଅନେକ ହିତାଧିକାରୀଙ୍କର FTA ପ୍ରୋସେସ୍ ନୋ ଅଛି, ତେଣୁ ସେମାନଙ୍କର PM କିଷାନ ଟଙ୍କା ମିଳିବ ନାହିଁ। ଯଦି ସେହି FTA ପ୍ରୋସେସ୍ଟି ୟେସ୍ ହୋଇଯିବ ତାହେଲେ ଆପଣମାନଙ୍କୁ ସେହି PM କିଷାନ ଟଙ୍କା ମିଳିବ। ତାପରେ ଦେଖନ୍ତୁ, ଅନେକ ହିତାଧିକାରୀ ଯେପରିକି ଆବେଦନ କଲାବେଳେ ଡିଷ୍ଟ୍ରିକ୍ଟ ଲେବୁଲ୍ ଯେଉଁଟାକି ପେଣ୍ଡିଂ ଅଛି, ତାପରେ ଷ୍ଟେଟ୍ ଲେବୁଲ୍ ଆପଣମାନଙ୍କର ପେଣ୍ଡିଂ ଅଛି, ତାହେଲେ ଆପଣମାନଙ୍କୁ ମିଳିବ ନାହିଁ ଏହି PM କିଷାନ ଟଙ୍କା। ଯଦି ଆପଣମାନଙ୍କର ଡିଷ୍ଟ୍ରିକ୍ଟ ଲେବୁଲ୍ ୟେସ୍ ହୋଇଯାଇଛି ଏବଂ ଷ୍ଟେଟ୍ ଲେବୁଲ୍ ଆପଣମାନଙ୍କର ପେଣ୍ଡିଂ ଅଛି ତାହେଲେ ଆପଣମାନଙ୍କୁ ଏହି PM କିଷାନ ଟଙ୍କା ମିଳିବ। ଦେଖନ୍ତୁ ଆଜ୍ଞା, ପ୍ରଥମେ ଡିଷ୍ଟ୍ରିକ୍ଟ ଲେବୁଲ୍ ଆପଣମାନଙ୍କର ୟେସ୍ ହୋଇଥିବା ଆବଶ୍ୟକ। ତାପରେ ଆପଣମାନେ ଷ୍ଟେଟ୍କୁ ଯିବେ। ଷ୍ଟେଟ୍ ଯଦି ଆପଣମାନଙ୍କର ପେଣ୍ଡିଂରେ ରଖିଦେଲେ ତାହେଲେ ଆଜି ଆପଣମାନଙ୍କୁ ଏହି PM କିଷାନ ଟଙ୍କା ମିଳିବ। ଏହି ଷ୍ଟେଟ୍ ଲେବୁଲ୍ କେତେବେଳେ ୟେସ୍ ହେବ ନା, ଆପଣମାନେ ଯଦି PM କିଷାନ ଟଙ୍କା ପାଇସାରିଲା ପରେ ଆପଣମାନଙ୍କର ଏହି ଷ୍ଟେଟ୍ ଲେବୁଲ୍ଟି ଆପଣମାନଙ୍କର ୟେସ୍ ବୋଲି ଦେଖାଯିବ। ତ ଆପଣମାନେ ଚିନ୍ତା କରନ୍ତୁନି, ଯଦି ଆପଣମାନଙ୍କର FTA ପ୍ରୋସେସ୍ ଆପଣମାନେ ଚେକ୍ କରନ୍ତୁ, FTA ପ୍ରୋସେସ୍ ଯଦି ୟେସ୍ ଅଛି ତାହେଲେ ଆପଣମାନଙ୍କୁ ଏହି PM କିଷାନ ଟଙ୍କା ମିଳିବ। ଯଦି ଆପଣମାନଙ୍କୁ ଆଜି ମିଳିଲା ନାହିଁ ତାହେଲେ କାଲି ସୁଦ୍ଧା 10ଟା ସୁଦ୍ଧା ଆପଣମାନେ ଏହି PM କିଷାନ ଟଙ୍କା ପୁଣି ପାଇପାରିବେ। ଆପଣମାନେ ଚିନ୍ତା କରନ୍ତୁନି, ଯଦି ଆଜି ନ ମିଳିଲେ ଆପଣମାନଙ୍କୁ କାଲି ସୁଦ୍ଧା ଏହି PM କିଷାନ ଟଙ୍କା ମିଳିଯିବ। ତ ଆପଣମାନେ ସବୁକିଛି ଡିଟେଲ୍ସ ବୁଝିପାରିଲେ, ଜାଣିପାରିଲେ। ଯଦି ଆପଣମାନଙ୍କ ମନରେ କୌଣସି ପ୍ରଶ୍ନ ଅଛି ତାହେଲେ କମେଣ୍ଟ ମାଧ୍ୟମରେ ମତାମତ ଦିଅନ୍ତୁ, ମୁଁ ଆପଣମାନଙ୍କ ପାଇଁ ନିଶ୍ଚୟ ଉତ୍ତର ଦେବି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍କୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।